ଧନଶ୍ରୀ କହୁଛନ୍ତି ମୋ ରାଗିଣୀକି ନେଇକି ସେ ଗାୟତ୍ରୀ ଦେବୀଙ୍କ ଘରକୁ ଯିବି ଆଉ ସିଏ ହିଁ ନାତାଶାକୁ ଜେଲରୁ ବାହାର କରିବାରେ ସାହାଯ୍ୟ କରିବ। ସେଇ ଟାଇମ୍ରେ ଏପଟେ ଆଦି ଓକିଲଙ୍କ ପାଖକୁ ଯାଇଛନ୍ତି ଆଉ ତାପରେ ଓକିଲ କହୁଛନ୍ତି ମୁଁ ଗୋଟେ କଥା ସତ କହିବି ଆଦିତ୍ୟ ଦାସ, ନତାଶା ନିଜ ଗୋଡ଼ରେ ନିଜେ କୁଢ଼ାଣି ମାରିଛନ୍ତି। ସେ ଯଦି କୌଣସି ଚାକର କି ରାସ୍ତାରେ ବୁଲୁଥିବା କୌଣସି ବ୍ୟକ୍ତି କି ରାସ୍ତାରେ ବୁଲୁଥିବା ଲୋକଙ୍କ ପ୍ରତି ଏସବୁ କରିଥାନ୍ତେ ତାହେଲେ ମୁଁ କେବେଠୁ ବେଲ୍ କରିସାରନ୍ତିନି। କିନ୍ତୁ ସେ ଜାଣିନାହାନ୍ତି ଆଉ ସେ ଜାଣି ଶୁଣିକି ମୋହୁ ଫେଣାରେ ହାତ ମାରିଛନ୍ତି। ସେ ଅମ୍ବିକା ଚୌଧୁରୀଙ୍କ ଦେହରେ ହାତ ଦେଇଛନ୍ତି ଆଉ ଗାୟତ୍ରୀ ମ୍ୟାଡ଼ାମ ଝିଅଙ୍କ ଦେହରେ ହାତ ଦେଇଛନ୍ତି। ଆଉ ତାପରେ ଏମିତି ଆଦିଙ୍କୁ ଓକିଲ କହିଲା ବେଳେ ଏପଟେ ଅମ୍ବିକା ଆଦିଙ୍କର ସବୁ ପଛ କଥା ମନେ ପକାଉଛନ୍ତି। ଆଦି କେମିତି ତାଙ୍କ ସହିତ ଚିଟ୍ କରୁଥିଲେ। ଯେଉଁ ଟାଇମ୍ରେ ମୁକ୍ତି ତାଙ୍କ ଇୟରିଂ ଖୋଜୁଛନ୍ତି ସେଇ ଟାଇମ୍ରେ ଆଦି ଆସିକି କହୁଛନ୍ତି ଆଇ ଥିଙ୍କ ଏଇଟା ତମର ଇୟରିଂ ଅମ୍ବିକା। ସେଇ ଟାଇମ୍ରେ ଅମ୍ବିକା କହୁଛନ୍ତି ବହୁତ ଜୋର ରାଗିକି ଏ ଇୟରିଙ୍ଗସ୍ ଏଇଟା ତ ମୋ ଇୟରିଙ୍ଗସ୍, ଏଇଟା ତମ ପାଖକୁ କେମିତି ଆସିଲା ଦିଅ ମୋତେ। ଏମିତି କହିକି ଯେତେବେଳେ ଅମ୍ବିକା ଆଦିଙ୍କ ହାତରୁ ସେ ଇୟରିଂଟାକୁ ଛଡ଼ଉଛନ୍ତି ସେଇ ଟାଇମ୍ରେ ଆଦି ଅମ୍ବିକାକୁ ତାଙ୍କ ପାଖକୁ ଟାଣି ଆଣୁଛନ୍ତି ଆଉ ହକ୍ କରି ପକାଉଛନ୍ତି। ସେଇ ଟାଇମ୍ରେ ଅମ୍ବିକା ଆଦିଙ୍କୁ ଠେଲି ଦେଉଛନ୍ତି। ସେଇ ଟାଇମ୍ରେ ଆଦି ଅମ୍ବିକାକୁ କହୁଛନ୍ତି କ'ଣ ହେଲା ମୋ ପାଖକୁ ଆସିଲା ବେଳକୁ କିଛି ଫିଲ୍ ହେଉଛି କି? ସେଇ ଟାଇମ୍ରେ ଅମ୍ବିକା କହୁଛନ୍ତି ମିଷ୍ଟର ଦାସ ଡୋଣ୍ଟ କମ୍ ମି। ସେଇ ଟାଇମ୍ରେ ଆଦି କହୁଛନ୍ତି କାହିଁକି ମୁଁ ତମ ପାଖକୁ ଆସିଲା ବେଳକୁ କିଛି ଫିଲ୍ ହେଉଛି କି? ସତ କୁହ ଅମ୍ବିକା ମୁଁ ତମ ପାଖକୁ ଆସିଲା ବେଳକୁ କିଛି ଫିଲ୍ ହେଉଛି କି? ସେଇ ଟାଇମ୍ରେ ଅମ୍ବିକା କହୁଛନ୍ତି କିଛି ବି ଫିଲ୍ ହେଉନି। ତାପରେ ଆଦି କହୁଛନ୍ତି ତମେ ମିଛ କହୁଛ, ତମ ଆଖି କହୁଛି ତମେ ମିଛ କହୁଛ, ତମକୁ ଫିଲ୍ ହେଉଛି ଗୋଟେ ସ୍ପେଶାଲ ଫିଲିଙ୍ଗସ୍ ଯାହା ହଜବେଣ୍ଡ ଗୋଟେ ୱାଇଫ୍ ପାଇଁ କରନ୍ତି କି ୱାଇଫ୍ ଗୋଟେ ହଜବେଣ୍ଡ ପାଇଁ କରେ। ତାପରେ ଆଦି ସେ ଇୟରିଂ ଅମ୍ବିକାଙ୍କ କାନରେ ପିନ୍ଧେଇ ଦେଉଛନ୍ତି। ହଁ ଦର୍ଶକ ବନ୍ଧୁ, ମୋ ସିନ୍ଦୁରର ଅଧିକାର ସିରିଏଲରେ ଆପଣମାନେ ଆଜିର ଅଧ୍ୟାୟରେ ଫୁଲ୍ ଏପିସୋଡ଼ରେ ଆପଣମାନେ ଏମିତି କିଛି ଦେଖିବାକୁ ପାଇବେ। ଆପଣମାନଙ୍କୁ କ'ଣ ଲାଗୁଛି? କ'ଣ ଅମ୍ବିକାଙ୍କୁ ସତରେ ଆଦି ଚିହ୍ନି ଦେଇଛନ୍ତି? କ'ଣ ଆଦି ଜାଣି ଦେଇଛନ୍ତି ସେ ଅମ୍ବିକା ନୁହଁ, ସେ ହେଉଛନ୍ତି ପ୍ରକୃତରେ ମୁକ୍ତି ସିଂଦେବ? ଆମକୁ କମେଣ୍ଟରେ ନିଶ୍ଚିତ ଭାବରେ ଜଣାନ୍ତୁ ଆପଣମାନଙ୍କୁ କ'ଣ ଲାଗୁଛି। ଆପଣମାନଙ୍କୁ ଯଦି ଆମ ଭିଡ଼ିଓଟି ଭଲ ଲାଗିଥିବ ତାହେଲେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବାକୁ ଜମାରୁ ବି ଭୁଲିବେନି। ପାଖରେ ଆସୁଥିବା ବେଲ୍ ଆଇକନ୍କୁ ମଧ୍ୟ ଦବାଇ ଦିଅନ୍ତୁ।